ଗୋଟିଏ ବୋଲି ଝିଅର ବାହାଘରର ପ୍ରଥମ ନିମନ୍ତ୍ରଣ ପତ୍ର ନେଇ ପୁରୀ ଆସିଛନ୍ତି ଆଠଗଡ଼ ଅଞ୍ଚଳର ନବଘନ ମଉସା। ଝିଅ ବାହାଘର ଆଉ 10 ଦିନ ଅଛି। ଝିଅଟିକୁ ଭୁବନେଶ୍ୱରରେ ବାହା ଦେଉଛନ୍ତି। ଝିଅ ଶାଶୁଘରେ ବାଜି ପୁରୀ ଯାଇ ନିମନ୍ତ୍ରଣ ପତ୍ର କାମଟା ଜଲ୍ଦି ସାରି ଦେଇ ବାକି କାମ ଗୁଡ଼ିକ ଆରମ୍ଭ କରିବେ ବୋଲି ମନସ୍ଥ କରିଛନ୍ତି ନବଘନ ମଉସା। ବଡ଼ଦାଣ୍ଡରେ ପହଞ୍ଚି ଶରଦା ବାଲିକୁ ମୁଣ୍ଡରେ ମାରି ସିଂହଦ୍ୱାର ନିକଟରେ ପହଞ୍ଚି ପତିତ ପାବନଙ୍କୁ ଦର୍ଶନ କରି ମନ୍ଦିର ଭିତରକୁ ଯାଇ ଜଗନ୍ନାଥଙ୍କୁ ଦର୍ଶନ କଲେ। ଦର୍ଶନ ସରିବା ପରେ ନିମନ୍ତ୍ରଣ ପତ୍ର ଦେବା କାର୍ଯ୍ୟକ୍ରମଟା ବି ସରିଲା। ଫେରିଲା ବେଳେ ଆନନ୍ଦ ବଜାରରୁ ମହାପ୍ରସାଦରୁ କଣିକାଏ ପାଇ ବାହାରକୁ ଆସିଲେ। ପରେ ମନ୍ଦିର ପାଖରୁ କିଛି ଚୁଡ଼ି ଓ ସିନ୍ଦୁର କିଣି ବ୍ୟାଗରେ ରଖିଲେ। ପୁଣି ସିଂହଦ୍ୱାର ସାମ୍ନାକୁ ଆସି ପତିତ ପାବନଙ୍କୁ ଚାହିଁ କହିଲେ, ସାନ୍ତେ ବଡ଼ କଷ୍ଟରେ ବାହା କରୁଛି। ଝିଅ ବାହାଘରକୁ ଯେମିତି ହେଲେ ବି ଆସିବେ। ମୋ ଘରେ ପାଦ ପକାଇବେ। ମୋ ଝିଅର ବେଦୀ ମୂଳରେ ଛିଡ଼ା ହୋଇ ମୋ ଝିଅ ଜ୍ୱାଇଁଙ୍କୁ ଆଶୀର୍ବାଦ କରିବେ। ଏକୁଟିଆ ଲୋକଟା ମୁଁ, ସବୁ ଦାୟିତ୍ୱ ନେଉଛି। ହାତରେ ସମୟ ବି ବହୁତ କମ୍। କିଛି ଅଭିଗୁଣ ପାଇବେନି। ମୋର ଦୋଷ ଭୁଲି ମୋ ଦୁଆରେ ପାଦ ପକାଇବେ ମଣିମା। ନବଘନ ମଉସା ବନ୍ଧୁ ଶଙ୍ଖୁଳାଇଲା ଭଳି ନିମନ୍ତ୍ରଣ ଦେଇ ପୁରୀରୁ ଫେରିଲେ। 10 ଦିନ ପରେ ଆସିଲା ଝିଅର ବାହାଘର ଦିନ। ସକାଳୁ କାମରେ ଲାଗି ପଡ଼ିଛନ୍ତି ନବଘନ ମଉସା। ଦିନ ଯାକ ଫୁର୍ସତ ନାହିଁ। ଘରେ ବନ୍ଧୁ ଫୁଲ, ଆଉ ବାହାରେ ଭୋଜି ରୋଷେଇ। ବରଯାତ୍ରୀଙ୍କ ଚର୍ଚ୍ଚାରେ ଯେମିତି କିଛି କମି ନ ହେବ ସେଥିପାଇଁ ପୁରା ଜୋରଦାରରେ ଲାଗି ପଡ଼ିଥାନ୍ତି ନବଘନ ମଉସା। ସନ୍ଧ୍ୟା 7ଟାରୁ ଭୁବନେଶ୍ୱରରେ ବରପକ୍ଷ ବାହାରିଲା ବେଳେ ନବଘନ ମଉସାଙ୍କୁ ଫୋନ୍ କଲେ। ଆଉ 2 ଘଣ୍ଟା ମଧ୍ୟରେ ପହଞ୍ଚିବ ବୋଲି ଜଣାଇ ଦେଲେ। ନବଘନ ମଉସା ବରଯାତ୍ରୀ ବାହାରି ଆସିବାର ଖବର ପାଇ ସବୁ ଯୋଗାଡ଼ ଯନ୍ତ୍ରକୁ ବ୍ୟାପକ କଲେ। ଢୋଲିଆ, ମହୁରିଆ, ଶଙ୍ଖୁଆ, ବାରିକ ଓ ପୁରୋହିତଙ୍କୁ ଜଗାଇ ଦେଉଥାନ୍ତି। ଏପଟେ ଘରର ମହିଳାମାନଙ୍କୁ ମଧ୍ୟ ପ୍ରସ୍ତୁତ ରହିବାକୁ କହି ଦେଉଥାନ୍ତି। ସବୁ କାମକୁ ପଛରେ ପକାଇ ଯେମିତି ଜ୍ୱାଇଁ ଓ ବରଯାତ୍ରୀଙ୍କ ଚର୍ଚ୍ଚାକୁ ପ୍ରାଥମିକତା ଦିଆଯିବ ସେ ଉପରେ ଗୋଟିଏ ଗୋଟିଏ କରି ନଜର ରଖିଥାନ୍ତି ନବଘନ ମଉସା। ରାତି 10ଟା ବେଳକୁ ପୁଅର ସମ୍ପର୍କୀୟ ଗାଡ଼ି ଆସି ଗାଁ ପାଖ ମନ୍ଦିର ନିକଟରେ ଲାଗିଲା। ସାଙ୍ଗରେ ବରଯାତ୍ରୀ ଗାଡ଼ି ମଧ୍ୟ ଆସି ସାରିଲାଣି। ବ୍ୟାଣ୍ଡ ବାଜା ଦଳ ସମସ୍ତେ ପ୍ରସ୍ତୁତ ହୋଇ ବରଗାଡ଼ିକୁ ଅପେକ୍ଷା କରିଥାନ୍ତି। ଯେହେତୁ ଭୁବନେଶ୍ୱରରୁ ବରଗାଡ଼ି ଛାଡ଼ିବା ବିଳମ୍ବ ହୋଇଥିଲା, ତେଣୁ ବରଗାଡ଼ି ପଛରେ ଆସୁଥିଲା। କଟକ ପାରି ହୋଇ ଆଠଗଡ଼ ଯିବା ରାସ୍ତାରେ ଗୋଟେ ବଡ଼ ଜଙ୍ଗଲ ରାସ୍ତା ପଡ଼ିଲା। ହଠାତ୍ ଗାଡ଼ିଟିର ଷ୍ଟାର୍ଟ ବନ୍ଦ ହୋଇଗଲା। ରାସ୍ତାରେ ଅଟକିଗଲା। ସେତେବେଳେ ରାତି 11ଟା ବାଜିବାକୁ ବସିଲାଣି। ବରଗାଡ଼ିରେ ଥିବା ବରର ମାମୁଁ ବରଘରର କୁଳପୁରୋହିତ ଡ୍ରାଇଭରକୁ ପଚାରିଲେ, କ'ଣ ହେଲା ଭାଇ? ଡ୍ରାଇଭର ଦେଖୁଛି କହି ବାହାରକୁ ବାହାରି ଗାଡ଼ି ବୋନେଟ୍ ଖୋଲି ଚେକ୍ କଲେ। ହେଲେ ଗାଡ଼ିର ହଠାତ୍ କ'ଣ ହେଲା କିଛି ଜାଣିପାରିଲେ ନାହିଁ। ଇଞ୍ଜିନ୍ର ବହୁତ ଜାଗାରେ ଚେକ୍ କଲେ, ହେଲେ କିଛି ଡିଫେକ୍ଟ ବାହାରିଲାନି। ନିଛାଟିଆ ରାସ୍ତା ସାଙ୍ଗକୁ ଶୀତ ରାତି। ସେ ରାସ୍ତାରେ ଲୋକ ଚଳପ୍ରଚଳ ବି କମିଲାଣି। ଡ୍ରାଇଭର ଗାଡ଼ିକୁ ପୁନର୍ବାର ଫେରି ବରପକ୍ଷଙ୍କୁ କହିଲେ, ଗାଡ଼ି ଇଞ୍ଜିନ୍ର ବୋଧେ କିଛି ଅସୁବିଧା ହୋଇଛି, ତେଣୁ ଗାଡ଼ି ଷ୍ଟାର୍ଟ ହେଉନାହିଁ। ଏବେ କନ୍ୟା ପକ୍ଷଙ୍କୁ ଫୋନ୍ କରନ୍ତୁ, ସେମାନେ ଯାହା ସାହାଯ୍ୟ ବନ୍ଦୋବସ୍ତ କରିବେ। ବରପକ୍ଷର ମାମୁଁ କହିଲେ, ଆରେ ନୂଆ ବନ୍ଧୁଟା, ତାଙ୍କୁ ଆମର ସାହାଯ୍ୟ ପାଇଁ କେମିତି ବାଧ୍ୟ କରିବା? ବରଂ ଆମ ଲୋକଙ୍କୁ କାହାକୁ ଜଣକୁ କୁହ, ସେମାନେ କେଇ ଜଣେ ଆଉ ଗୋଟେ ଗାଡ଼ି ପଠାଇବେ ଯେଉଁଥିରେ ଆମେ ଝିଅ ଘର ପହଞ୍ଚି ପାରିବା। ଏ ସମୟରେ ବର କହିଲେ, ଆମେ ଯଦି ସମସ୍ୟା ବିଷୟରେ ନ ଜଣାଇବା ତେବେ ଝିଅ ଘର ଲୋକ କେମିତି ଜାଣିବେ? ତେଣୁ ଆଉ କିଛି ଉପାୟ ନାହିଁ, ତାଙ୍କ ପରିବାର ଲୋକଙ୍କୁ ଜଣାଇବାକୁ ପଡ଼ିବ। ସେଇଆ ହିଁ କଲେ। ବରର ମାମୁଁ ନବଘନ ମଉସାଙ୍କୁ ଫୋନ୍ କରି କହିଲେ, ସମୁଦି, ରାସ୍ତାରେ ଆମ ଗାଡ଼ିଟା ଖରାପ ହୋଇଗଲା, ତେଣୁ ଚେଷ୍ଟା କରୁଛୁ ତୁରନ୍ତ ମରାମତି କରି ଯିବା ପାଇଁ। ଆପଣ ଅଧୈର୍ଯ୍ୟ ହେବେନି, ଆମେ କିଛି ଗୋଟେ ବ୍ୟବସ୍ଥା କରୁଛୁ। ସେପଟେ ନବଘନ ମଉସା କହିଲେ, ଆଜ୍ଞା, କିଛି ଯଦି ଅସୁବିଧା ହେଉଛି ତେବେ ମୋତେ କୁହନ୍ତୁ, ମୋର ଚିହ୍ନା ଜଣଙ୍କର ଗାଡ଼ି ଅଛି।
ଏଠାରୁ ପଠାଇଦେବି। ସେପଟୁ ପୁଅର ମାମୁଁ କହିଲେ, ନା ନା ସମୁଦି, ଆପଣ ହଇରାଣ ହୁଅନ୍ତୁନି। ପ୍ରଭୁ ଜଗନ୍ନାଥଙ୍କ କୃପାରୁ ସବୁ କିଛି ଠିକ୍ ହୋଇଯିବ। ସେ ନିଶ୍ଚୟ କିଛି ଗୋଟେ ରାସ୍ତା କାଢ଼ିବେ। ଏତିକି ଶୁଣି ସାରିବା ପରେ ନବଘନ ମଉସା ବି ବ୍ୟସ୍ତ ହୋଇପଡ଼ୁଥାନ୍ତି। ଜଙ୍ଗଲ ରାସ୍ତା, ତାପରେ ହାତୀର ଡର, ସବୁ କିଛି ଭାବି ଟିକେ ହଡ଼ବଡ଼ ହେଉଯାଉଥାନ୍ତି। ମନେ ମନେ ପ୍ରଭୁ ଜଗନ୍ନାଥଙ୍କୁ ସ୍ମରଣ କରି କହିଲେ, ହେ କଳା ସାଆନ୍ତେ, ସେମାନଙ୍କୁ ବିପଦରୁ ରକ୍ଷା କର। ଭଲରେ ଭଲରେ ବାହା ମଣ୍ଡପ ଯାଏଁ ନେଇ ଆସ। ଏପଟେ କାର୍ ଇଞ୍ଜିନ୍ ପୁଣି ତନ ତନ କରି ଚେକ୍ କରୁଥାନ୍ତି ଡ୍ରାଇଭର। ଗାଡ଼ି ବାହାରୁ ଅପେକ୍ଷା କରିଥାନ୍ତି ବରର ମାମୁଁ। ହଠାତ୍ ନଜର ପଡ଼ିଲା କାର୍ର ପଛପଟୁ ଆସୁଥିବା ଗୋଟିଏ ବାଇକ୍ ଲାଇଟ୍ ଉପରେ। ବରର ମାମୁଁ ଚିନ୍ତା କରୁଥାନ୍ତି, ଏହି ଲୋକକୁ ହାତ ଦେଖାଇ କହିବି ରହିବାକୁ। ସେ ଯଦି ଆମକୁ ସାହାଯ୍ୟ କରିବେ ତେବେ ଆମେ ଆଗ ଛକରୁ ମେକାନିକ୍ ଡାକି ଆସିବୁ। ବାଇକ୍ ଆରୋହୀ ଜଣକ କାର୍ ପାଖାପାଖି ହେବା ବେଳକୁ ବରର ମାମୁଁ ହାତ ଦେଖାଇ ଅଟକାଇଲେ। ବାଇକ୍ରେ 2 ଜଣ ଯୁବକ ବସିଥାନ୍ତି। 2 ଜଣ ଯାକ ସୁସ୍ଥ ସବଳ ଯୁବକ ଭଳି ଦେଖାଯାଉଥାନ୍ତି। ମୋଟା ମୋଟା ଡେଣା ସାଙ୍ଗକୁ ପ୍ରଶସ୍ତ ଛାତି। ଯିଏ ଗାଡ଼ି ଚଳାଉଥାନ୍ତି ସେ କଳା ରଙ୍ଗର ଟି ସାର୍ଟ ପିନ୍ଧିଛନ୍ତି ଓ ପଛରେ ବସିଥିବା ଯୁବକ ଗୋଟିଏ ହଳଦୀ ରଙ୍ଗର ଟି ସାର୍ଟ ପିନ୍ଧିଛନ୍ତି। ବରର ମାମୁଁଙ୍କୁ ଦେଖି 2 ଜଣ ଯୁବକ କହିଲେ, କ'ଣ ହେଲା, କିଛି ଅସୁବିଧା ହୋଇଛି କି? ବରର ମାମୁଁ କହିଲେ, ଗାଡ଼ିଟାର ଇଞ୍ଜିନ୍ ଖରାପ କ'ଣ ହୋଇଗଲା ଜଣା ନାହିଁ। ସେପଟେ ଲଗ୍ନ ବେଳା ଗଡ଼ି ଯାଉଛି। କ'ଣ କରିବୁ କିଛି ବୁଝିପାରୁନୁ। ବାଇକ୍ ଆରୋହୀ ଯୁବକ କହିଲେ, ଆପଣ ଆମ ନବଘନ ମଉସାଙ୍କ ଝିଅ ବାହାଘରରେ ଯାଉଛନ୍ତି ତ? ହଠାତ୍ ବରର ମାମୁଁ ଆଶ୍ଚର୍ଯ୍ୟ ହୋଇଗଲେ। ଆଉ ପଚାରିଲେ, ଆପଣ କେମିତି ଜାଣିଲେ? ଯୁବକ ଦୁହେଁ କହିଲେ, ସେ ଆମ ସମ୍ପର୍କୀୟ, ଆମେ ପୁରୀରୁ ଆସିଛୁ। ଏବେ ଯାଉଛୁ ତାଙ୍କ ଝିଅ ବାହାଘରରେ ଯୋଗ ଦେବାକୁ। ଏତିକି ଶୁଣି ବରର ମାମୁଁ ଆଶ୍ୱସ୍ତି ପ୍ରକାଶ କରି କହିଲେ, ହଉ ହଉ, ଭଲ ହେଲା, ଆପଣ ଆମକୁ ଟିକେ ସାହାଯ୍ୟ କରିଦିଅନ୍ତୁ। ଆଗ ଛକରୁ କେଉଁ ମେକାନିକ୍ ମିଳିବେ ଟିକେ ନେଇ ଆସନ୍ତୁ। ବାଇକ୍ ଆରୋହୀ ଯୁବକ କହିଲେ, ଓଃ ଏହି କଥା, ଆପଣ ଜମା ବ୍ୟସ୍ତ ହୁଅନ୍ତୁନି। ମୁଁ ଜଣେ ଗ୍ୟାରେଜ ମେକାନିକ୍। ପୁରୀରେ ଗୋଟିଏ ଗ୍ୟାରେଜ ଅଛି ଆମର। ଚାଲନ୍ତୁ ଦେଖିବା ଗାଡ଼ିର କ'ଣ ହୋଇଛି। ବରର ମାମୁଁ ଲକ୍ଷ୍ୟ କରୁଥାନ୍ତି, ଡ୍ରାଇଭର ଇଞ୍ଜିନ୍ର ଯେଉଁ ସବୁ ପାର୍ଟସ୍ ଗୁଡ଼ିକ ଯାଞ୍ଚ କରୁଥିଲେ ସେହି ସବୁ ପାର୍ଟସ୍କୁ ଖାଲି ଖୋଲି ପୁଣି ଲଗାଇ ଦେଉଥାନ୍ତି। ଶେଷରେ ବ୍ୟାଟେରୀ ପଏଣ୍ଟରୁ କାର୍ବନ ଛଡ଼ାଇ ପୁଣି ଲଗାଇ ଦେଲେ। ଆଉ ଡ୍ରାଇଭରକୁ ଇସାରା ଦେଲେ, କହିଲେ, ଗାଡ଼ି ଷ୍ଟାର୍ଟ କର। ଏଥର ଷ୍ଟାର୍ଟ ହେବ। ଡ୍ରାଇଭର ମଧ୍ୟ ଗାଡ଼ି ଚାବି ମୋଡ଼ି ଷ୍ଟାର୍ଟ କରିବା କ୍ଷଣେ ଗାଡ଼ି ଷ୍ଟାର୍ଟ ହୋଇଗଲା। ବରର ମାମୁଁ ଭାବୁଥାନ୍ତି, ଡ୍ରାଇଭର ତ ସେଇ କାମ କରୁଥିଲା କିନ୍ତୁ ହେଲା ନାହିଁ। ହେଲେ ଏହି ଯୁବକ ଆସି ହାତ ମାରୁ ମାରୁ ଗାଡ଼ି କେମିତି ଷ୍ଟାର୍ଟ ହେଲା। ସେପଟେ କାମ ସାରି ଯୁବକ ଜଣକ ବରର ମାମୁଁଙ୍କୁ କହିଲେ, ଆପଣଙ୍କ ଗାଡ଼ି ଏବେ ଠିକ୍ ହୋଇଗଲା। ଆପଣ ଝିଅ ଘରେ ପହଞ୍ଚନ୍ତୁ। ଆମେ 2 ଜଣ ଟିକେ ଆଗ ଛକରୁ କିଛି ଉପହାର ନେଇ ପହଞ୍ଚୁଛୁ। ଆଉ ହଁ, ନବଘନ ମଉସା କହିଥିଲେ ଜଗନ୍ନାଥଙ୍କର କିଛି ଶ୍ରୀଅଙ୍ଗ ତୁଳସୀ ଆଉ ଛଡ଼ା ଫୁଲ ନେଇ ଆସିବା ପାଇଁ। ଆମେ ନେଇ ଆସିଛୁ, ଆପଣ ଟିକେ ତାଙ୍କୁ ଦେଇଦେବେ। ଆମର ପହଞ୍ଚିଲା ବେଳକୁ ଟିକେ ବିଳମ୍ବ ହୋଇଯିବ। ନବଘନ ମଉସା ଠାକୁରଙ୍କ ଏହି ସାମଗ୍ରୀ ବିବାହ କାର୍ଯ୍ୟରେ ଲଗାଇବେ ବୋଧେ। ଆପଣ ଏହାକୁ ଗାଡ଼ିରେ ନେଇଯାଆନ୍ତୁ। ବରର ମାମୁଁ କହିଲେ, ଯଦି ସମୁଦି ଆପଣଙ୍କ ପରିଚୟ ମାଗିବେ ମୁଁ କ'ଣ କହିବି? ଯୁବକ ଜଣକ କହିଲେ, କହିଦେବେ ପୁରୀରୁ କାଳିଆ ପଠାଇଛି, ଯାହାର ଗ୍ୟାରେଜ ଅଛି, ଆଉ ଯାହାକୁ ନିମନ୍ତ୍ରଣ କାର୍ଡ଼ ଦେଇ ଆସିଥିଲ। ଏତିକି ଶୁଣି ବରର ମାମୁଁ ସେ ଫୁଲମୁଣିକୁ ଧରି ଗାଡ଼ିରେ ବସିଲେ। ଆଉ ଯୁବକ 2 ଜଣଙ୍କୁ ବିଦାୟ ଦେଇ ସିଧା ଆସି କନ୍ୟା ପକ୍ଷର ଗାଁରେ ପହଞ୍ଚିଲେ। କନ୍ୟା ଘରେ ପହଞ୍ଚି ବରର ମାମୁଁ ଗୋଟି ଗୋଟି କରି ସବୁ କଥା ନବଘନ ମଉସାଙ୍କୁ କହିଲେ। ଆଉ କହିଲେ, ଆପଣଙ୍କ ପୁରୀର ସମ୍ପର୍କୀୟ ଯଦି ନଥାନ୍ତେ ତେବେ କ'ଣ ଯେ ହୋଇଥାନ୍ତା ଆମର କିଛି କହିହେବନି। ନିଅ, ଏବେ ଫୁଲ ତୁଳସୀ ଥିବା ମୁଣାକୁ ନିଅ। ସେ ପଛରେ ଆସୁଛନ୍ତି, ତୁମେ କାଳେ ବାହାଘରରେ ଏସବୁ ଲଗାଇବ, ତେଣୁ ସେ ଆଗୁଆ ପଠାଇ ଦେଇଛନ୍ତି। ନବଘନ ମଉସା ସବୁ କଥା ଶୁଣି ଆଁ କରି ଠିଆ ହୋଇଥାନ୍ତି। ଗୋଟିଏ ଗୋଟିଏ କଥା ତାଙ୍କ ହୃଦୟର ସ୍ପନ୍ଦନକୁ ବଢ଼ାଇ ଦେଉଥାଏ। କ'ଣ ସବୁ ଶୁଣୁଛନ୍ତି କିଛି ବିଶ୍ୱାସ କରିପାରୁନଥାନ୍ତି। ମୁଣା ଖୋଲି ଦେଖନ୍ତି
ସେଥିରେ ମହାପ୍ରଭୁଙ୍କ ଛଡ଼ା ତୁଳସୀ ଆଉ କିଛି ସୁବାସିତ ଫୁଲ ଅଛି, ଯାହାକୁ ଖୋଲୁ ଖୋଲୁ ମହମହ ବାସ୍ନାରେ ନବଘନ ମଉସା ତୃପ୍ତ ହୋଇଯାଉଥିଲେ। ବରର ମାମୁଁକୁ ପଚାରିଲେ, ଆପଣଙ୍କୁ କ'ଣ ସତରେ ସେ ଫୁଲ ସବୁ ଦେଇଛନ୍ତି? ବରର ମାମୁଁ କହିଲେ, ଆପଣଙ୍କ ବନ୍ଧୁ ପରା କ'ଣ ସେ, ଆପଣ କ'ଣ ଚିହ୍ନି ପାରୁନାହାନ୍ତି? ନବଘନ ମଉସା କିଛି ଉତ୍ତର ନ ଦେଇ ଫୁଲ ସବୁ ଧରି ଦୌଡ଼ିଲେ ଠାକୁର ଘରକୁ। ସେଠି ପୂଜା ପାଉଥିବା ଚତୁର୍ଦ୍ଧ ମୂର୍ତ୍ତିଙ୍କ ଆଗରେ ଲମ୍ପ ହୋଇ ପଡ଼ିଗଲେ। ଆଉ କହିଲେ, ମୁଁ ଧନ୍ୟ ହୋଇଗଲି ମଣିମା, ମୁଁ ଧନ୍ୟ ହୋଇଗଲି। ମୋ ଘରକୁ ଆସିବ ବୋଲି କହିବାରୁ ମୋ ଡାକ ଶୁଣି ସତରେ ଚାଲି ଆସିଲ ମଣିମା। ମହାବାହୁ, ମୋ ଜୀବନ ଧନ୍ୟ ହୋଇଗଲା। କଳା ସାନ୍ତେ, ତୁମ ଶ୍ରୀଅଙ୍ଗ ତୁଳସୀ ପାଇ ମୁଁ ଧନ୍ୟ ହୋଇଗଲି। ପରିବାର ଲୋକେ ଓ ବରର ମାମୁଁ ନବଘନ ମଉସାଙ୍କ ଏମିତି କାନ୍ଦ ଦେଖି କ'ଣ ହୋଇଛି ବୋଲି ପଚାରିଲେ। ନବଘନ ମଉସା ବରର ମାମୁଁଙ୍କୁ ଧରି କହିଲେ, ସମୁଦି, ତମେ ଧନ୍ୟ ହୋଇଗଲ। ସେ ଯୁବକ ଆଉ କେହି ନୁହେଁ, ସେ ଦୁଇ ଜଣ ହେଉଛନ୍ତି ଜଗାବଳିଆ ଦୁଇ ଭାଇ। ସମୁଦି, ମୋର ପୁରୀରେ କେହି ବନ୍ଧୁ ନାହାନ୍ତି। ଜଗବନ୍ଧୁଙ୍କୁ ବଡ଼ ବନ୍ଧୁ କରି ନିମନ୍ତ୍ରଣ ଦେଇ ଆସିଥିଲି। ସେ ଦୁଇ ଭାଇ ଆଜି ମୋ ଘରକୁ ଆସୁଥିଲେ। ତୁମେ ଅସୁବିଧାରେ ଥିବାର ଦେଖି ତୁମକୁ ସାହାଯ୍ୟ କରି ଦେଇଗଲେ। ମୋ ବଡ଼ ଠାକୁର ମୋ କଥା କାଟି ପାରିଲେନି। ମୋ ଘରେ ପାଦ ପକାଇଲେ। ସୋ ଶରୀରରେ ନ ଆସିଲେ କ'ଣ ହେଲା, ଏହି ଫୁଲ ତୁଳସୀ ପଠାଇ ମୋତେ ଜଣାଇ ଦେଇଛନ୍ତି ମୋ ଝିଅ ବାହାଘରରେ ସେ ଉପସ୍ଥିତ ଅଛନ୍ତି। ସବୁ କଥା ଶୁଣି ବରର ମାମୁଁ ଓ ନବଘନ ମଉସା ଆଖିରୁ ଧାର ଧାର ବହି ଚାଲୁଥାଏ ଭାବର ଅଶ୍ରୁ। ପରେ ବରର ମାମୁଁ ବହୁତ ସମୟ ଧରି ଅପେକ୍ଷା କଲେ, କାଳେ ସେ ଦୁଇ ଜଣ ଆସିବେ। କିନ୍ତୁ ଯାହାର କାମ ଭକ୍ତଙ୍କୁ ବିପଦରୁ ଉଦ୍ଧାର କରିବା, ସେ କିବା ଉପରେ ଦେଖାଦେବ? ସତରେ କିଏ ବୁଝିଛି ତାଙ୍କ ଲୀଳାକୁ? ସତରେ ଦର୍ଶକ ବନ୍ଧୁ, ଭକ୍ତର ଜଗନ୍ନାଥ। ଜୟ ଜଗନ୍ନାଥ।